ପିଲାମାନେ ଆମେ ଣ ଅକ୍ଷରକୁ ମୂଳରେ ନେଇ ଟ ଠ ଡ ଏବଂ ଢ ଯୁକ୍ତାକ୍ଷର ଶିଖିଛନ୍ତି। ଣ ହଲନ୍ତ ଯୁକ୍ତ ଟ ହଲନ୍ତ ଯୁକ୍ତ ଅ ସମାନ ଟ, ଣ ହଲନ୍ତ ଯୁକ୍ତ ଠ ହଲନ୍ତ ଯୁକ୍ତ ଅ ସମାନ ଠ, ଣ ହଲନ୍ତ ଯୁକ୍ତ ଡ ହଲନ୍ତ ଯୁକ୍ତ ଅ ସମାନ ଡ ଏବଂ ଣ ହଲନ୍ତ ଯୁକ୍ତ ଢ ହଲନ୍ତ ଯୁକ୍ତ ଅ ସମାନ ଢ ଶିଖି ସାରିଛନ୍ତି। ଆଜି ଆମେ କିଛି ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତ 1 ନମ୍ବରରେ ଆମେ କହିବା ଶୂନ୍ୟ ସ୍ଥାନ ପୂରଣ କର। ଡ୍ୟାସ୍ ପୋଖରୀରେ ଅଣ୍ଟାଏ ପାଣି ଅଛି। ବେଣ୍ଟ ପୋଖରୀରେ ଅଣ୍ଟାଏ ପାଣି ଅଛି। ହାତୀ ଡ୍ୟାସ୍ରେ ଡାଳ ଭାଙ୍ଗେ। ଉତ୍ତର ହେବ ହାତୀ ଶୁଣ୍ଢରେ ଡାଳ ଭାଙ୍ଗେ। ଦେଖ ଏଠି ହାତୀ କିପରି ଶୁଣ୍ଢରେ ଡାଳ ଭାଙ୍ଗୁଛି। ପରବର୍ତ୍ତୀ ପ୍ରଶ୍ନ ହେଲା ଡ୍ୟାସ୍ ବୁଢ଼ୀକୁ ଆଣ୍ଠୁ ଗଣ୍ଠି ରୋଗ ଧରିଲା। ଉତ୍ତର କ'ଣ ହେବ? ସୁକଣ୍ଠି ବୁଢ଼ୀକୁ ଆଣ୍ଠୁ ଗଣ୍ଠି ରୋଗ ଧରିଲା। ନମ୍ବର ପ୍ରଶ୍ନ କ'ଣ ହେଲା? କଳା ମେଘ ଦେଖି ଡ୍ୟାସ୍ ନାଚ କରେ। ହେବ ମୟୂର। ତାପରେ ଡ୍ୟାସ୍ ଏକ ଭଲ ପରିବା। ଭେଣ୍ଡି ଏକ ଭଲ ପରିବା। 6 ନମ୍ବର ପ୍ରଶ୍ନ ଡ୍ୟାସ୍ ଚାଦର ଦେହକୁ ଭଲ ଉଷୁମ ଲାଗେ। ଉତ୍ତର କ'ଣ ହେବ? କାଣ୍ଟିଆ। ଦେଖ ଏଗୁଡ଼ିକୁ କୁହାଯାଏ କାଣ୍ଟିଆ ଚାଦର। କାଣ୍ଟିଆ ଚାଦର ଟସରରେ ତିଆରି ହୋଇଥାଏ। ତେଣୁ ଏଗୁଡ଼ିକ ଦେହକୁ ଉଷୁମ ଲାଗେ। ଏବେ 2 ନମ୍ବରରେ ଆମେ କିଛି ପ୍ରଶ୍ନ ଉତ୍ତର ଆଲୋଚନା କରିବା। ତୁମେ ମୌଖିକ ଭାବରେ ଉତ୍ତର କହିବ। ପ୍ରଶ୍ନ ଗୁଡ଼ିକର ଉତ୍ତର କୁହ। କଣ୍ଟିଲରେ କାହାକୁ ପୂଜା କରାଯାଏ? ଉତ୍ତର ହେବ କଣ୍ଟିଲରେ ନୀଳମାଧବଙ୍କୁ ପୂଜା କରାଯାଏ। କେଉଁ ତରକାରୀ ବଡ଼ ସୁଆଦ ଲାଗେ? ଘାଣ୍ଟ ତରକାରୀ ବଡ଼ ସୁଆଦ ଲାଗେ। କାହାର କଣ୍ଠ ମନୋହର ଦିଶେ? ମୟୂରର କଣ୍ଠ ମନୋହର ଦିଶେ। କେଉଁଥିରେ ପାଣି ବୁହାଯାଏ? ଉତ୍ତର ହେବ ତେଣ୍ଡାରେ ପାଣି ବୁହାଯାଏ। 9 ନମ୍ବର ପ୍ରଶ୍ନ କେତକୀ କ'ଣ ଧରି ଖେଳୁଛି? ଉତ୍ତର ହେବ କେତକୀ କଣ୍ଢେଇ ଧରି ଖେଳୁଛି। ବର୍ତ୍ତମାନ 6 ନମ୍ବର ପ୍ରଶ୍ନ ହେଉଛି ଶୀତ ଦିନେ କେଉଁ ଫୁଲ ଫୁଟେ? ଉତ୍ତର ହେବ ଶୀତ ଦିନେ ଗେଣ୍ଡୁ ଫୁଲ ଫୁଟେ। ହାତୀ କେଉଁଥିରେ ଡାଳ ଭାଙ୍ଗେ? ହାତୀ ଶୁଣ୍ଢରେ ଡାଳ ଭାଙ୍ଗେ। ଆଚ୍ଛା ଏବେ କହିଲ ମେଣ୍ଢା ଲୋମରେ କ'ଣ ତିଆରି ହୁଏ? ମେଣ୍ଢା ଲୋମରେ ଗରମ ପୋଷାକ ତିଆରି ହୁଏ। ବେଣ୍ଟ ପୋଖରୀରେ କେତେ ପାଣି ଅଛି? ବେଣ୍ଟ ପୋଖରୀରେ ଅଣ୍ଟାଏ ପାଣି ଅଛି। ଆଚ୍ଛା ପିଲାମାନେ ଏବେ ଆମେ କିଛି ଚିତ୍ର ଦେଖି ତାର ଉତ୍ତର କହିବା। କହିଲ ହାତୀ ଶୁଣ୍ଢରେ କ'ଣ କରେ? ଅଣ୍ଟି ଛୁରୀ କ'ଣ କାଟେ? କାହାର କଣ୍ଠ ମନୋହର ଦିଶେ? ସୁକଣ୍ଠି ବୁଢ଼ୀକୁ କେଉଁ ରୋଗ ହୋଇଥିଲା? କେତକୀ କ'ଣ ଧରି ଖେଳୁଛି? କେଉଁ ତରକାରୀ ବଡ଼ ସୁଆଦ ଲାଗେ? ତରକାରୀ ଦେଖୁଛ? ଖାଇଛ ତମେ? ଆଚ୍ଛା ଏବେ କହିଲ କଣ୍ଟିଲରେ କାହାର ମନ୍ଦିର ଅଛି? ଦେଖ ଇଏ ହେଉଛନ୍ତି ନୀଳମାଧବ। ଆମ ଓଡ଼ିଶାର ବାଲେଶ୍ୱର ଜିଲ୍ଲାରେ କଣ୍ଟିଲ ବୋଲି ଗୋଟେ ଜାଗା ଅଛି। ସେହି କଣ୍ଟିଲରେ ଏଇ ନୀଳମାଧବଙ୍କୁ ପୂଜା କରାଯାଏ। ତାଙ୍କର ମନ୍ଦିର ଅଛି। ଏଇ ନୀଳମାଧବଙ୍କୁ ଆମର ଜଣେ ଶବର ରାଜା ଥିଲେ। ସେ ଶବର ରାଜାଙ୍କ ନାଁ ହେଉଛି ବିଶ୍ୱାବସୁ। ସେ ନୀଳମାଧବଙ୍କୁ ପୂଜା କରୁଥିଲେ। ଏବେ ଦେଖିଲ ପିଲାମାନେ ଏଗୁଡ଼ିକ କି ଫୁଲ? ଏହି ଫୁଲ ଗୁଡ଼ିକ କେଉଁ ଦିନେ ଫୁଟେ?
ଏଗୁଡ଼ିକ ହେଲା ଗେଣ୍ଡୁ ଫୁଲ। ଏହା ଶୀତ ଦିନେ ଫୁଟେ। ଆଚ୍ଛା, ଏବେ ଦେଖିଲ ଏଗୁଡ଼ିକ କ'ଣ? ଏଗୁଡ଼ିକ ସବୁ ହେଲା ଗରମ ପୋଷାକ, ଯାହାକୁ ଆମେ ଶୀତ ଦିନରେ ପିନ୍ଧୁ। ଆଚ୍ଛା, ଏବେ କହିଲ ଗରମ ପୋଷାକ କେଉଁଥିରୁ ତିଆରି ହୁଏ? ଗରମ ପୋଷାକ ମେଣ୍ଢା ଲୋମରୁ ତିଆରି ହୁଏ। ବୁଝିହେଲା? ଏବେ ଦେଖିଲ ଏଇଟା କ'ଣ? ଇଏ ହେଉଛି ତେଣ୍ଡା। ଲୋକ ଭାଇ ତେଣ୍ଡା ସାହାଯ୍ୟରେ ତାଙ୍କ କୂଅରୁ ପାଣି କାଢ଼ି ଜମିରେ ମଡ଼ାନ୍ତି।